ଏଇଥରକ ଚଉଠି ହବ ଶଳା କ୍ରିକେଟ। ବାପା ତଳେ ପକେଇବୁନି, ବିଭୂତି ଯୋଉଠି ପଡିବ ସେଠି ଛୁଆ ହବ। ବାପା କୋଶଳା ଶାଗ ମଞ୍ଜି ଯା, ମୋ ବିଭୂତି ସେଇଆ। କେମିତି ଲାଗୁଛି ବାପା? ବାବା ପ୍ରକୃତରେ ବିଭୂତିର ଖରାମତି ଅଛି ଜଣା ପଡିଗଲା। ଏ କାଗଜଟା ପାଣିରେ ପକେଇ ଦେଇ ବାବା, ନହେଲେ ଅସୁବିଧା ହେଇଯିବ। ମୋ ପେଟଟା କଣ ଘୁଙ୍ଗାଳି ହେଲାଣି? ବିଭୂତିର କାମ ବାପା। ତାମାନେ ଇଏ ଛୁଆ କାହାର ହବ? ତୋରି ତୁ ନିଜେ କହିଲୁ ସେ ଜମିର ଦୋଷ। ମୁଁ କହିଲି ଏ ଜମିଟା କେମିତି ଦେଖିବା ଟିକେ ପକେଇଦବା। ତମେ ସେଟା ଖୁସି ହଉଛ, ମୋ ପେଳେ ସରବତ ବୁଢା ଯଦି ଜାଣିଦବ କଣ ଜାଣି ଦଉଛି। ବୁଢା ମାନେ ମୁଁ କଣ ପାଟିଟା ଖରାପ କରୁଛ? ଚଳିଗଲ ବାବାଡି ଚଳିଗଲ। ଆଉ ଘରେ ଦେଖିବେ ବେଶୀ ଚଢିଗଲି କୋଉଠି ଚଢିଗଲି ହେଲେ ମୋ ଧନ ଉପରେ ଚଢିଗଲି। ବୁଢା ତା ଲାଟିନରେ ଥାଉ, ଆମେ ଚାଲୁ ଚଢି ଯାଇଛ। ବାବୁ हाय फ्रेंड, पुणे एक यात्रा कॉमेडी वीडियो को आपको स्वागत। आसतु देखिए यात्रा श्री विश्व दरबार ए वर्षर सुपरहिट नुआ भाइराल नाटक सीता चोरी है पंचवटी रे नाटकर यात्रा जगतर कॉमेडी बादशाह दया भाई दमदार कॉमेडी वीडियो। आपन वीडियोटी शेष देखु हसी हसी पेट दरज हो। वीडियोटी जदि आपको भल लगे ताले वीडियोटी को गोटाए लाइक कमेंट शेयर करूँ। आउ चैनल नुआ आसते चैनल को सब्सक्राइब करूँ। ए यूट्यूब चैनल आपन भिन्न भिन्न प्रकार आइटम वीडियो देखिपारे, जार ना दुनिया रंगमंच यूट्यूब चैनल को आपन को स्वागत। आपन वीडियोटी शेष देखंतु। धन्यवाद। हुंकेश्वर स्वामी जी हाथ टेकिछन्ती। हुंकेश्वर स्वामी आशीर्वाद करछन्ती, प्रणाम स्वामी जी। प्रणाम घेना मम सर्वा अरिष्ट शांति रस्तु। बस बस प्रभु मुझे हुंकेश्वर स्वामी स्वामी जी हुंकार बाहर थिबार मना हुंकेश्वर। जटड़ा भी सेमती हेछि। दीर्घ वर्ष धरिक साधना कले ओई नागी हले मोठे ओई नागी हले। अच्छा मु भूत भविष्य अतीत सब कहि पारि। हाँ बस बाबा मु काई तम ना कौन प्रथम मते को तम ना कौन? मामी जी ताको ना होछि मुकुंदा मांधाता। बड़ा बोटा माइकिना घोइता नाटक केमि दरछु जीव कामुनु मुकुंदा तमे फाइनेंस कंपनी लो दीटा ट्रक किनिथिलो, लोन करके आनिथिलो। लोन सुझी न पारिकी तमे छक्का भूमिका रे अभिनय करी पैसा रोजगार करूथिलो। एमिति गोटे दिन परिस्थिति हेछि तम ड्राइवर दया तुमको रेप करछि। एक कथा तमे आज जाए तुम स्त्री आगे कहला अवश्य हेछि। तबे तुम ते कथा कहिना से रेप कला के तो आउ रेप को निचे मत मामी जी कोन मिछ कहउछु? मिथ्या कह नहीं बस तमे रेप है जो लुचो जगाई नहीं बाबा। सुन जा भाग्य थिला ही ताको लुचेले कोन स्त्री पाखर सत कथा को प्रत्यक्ष सूचना। हां बस मु कहिजी भूत भविष्य अतीत सब कहि। मु कहितली भारत पाकिस्तान भीतर युद्ध हो हां हैला कि नहीं? आउ होछि भारत ताको धोली चटाई देला कि नहीं? चढ़ेला। हां ये जो मु कहितली अमेरिका टारिफ बढ़ाई दब। हां 500 कर दब टारिफ। हां ये जो माकड़ पछ भलिया ता मुंडा देखियो डोनाल्ड ट्रम्प से भारी हरामी 500 करदेला पर ये गोटे नेगोशिएट हेछि सेटा कमेबो किछि। ये सब किए करथल मते पचारनु किए करथेला बाबा? मो भूत मन भूत भूत का जापन बाई के तो नानी तो माथा खराब ना कोन? भूत को एठी डाकिबे एठी टोटल रेप कर देबे।
ହଁ ବାପା ସେ ଭାରି ସାଂଘାତିକ ହଁ। ତାଙ୍କୁ ସବୁ କାମେ ଲଗେଇ ଦେଇଛି କୋଉ କାମରେ ବାବା? ସେ ସବୁ ଜଳଜୀବ ଗଣନ କରୁଛନ୍ତି ଓହୋ ନା ଏଇ ଯୋଉ ଆସିଗଲା ମେ ମାସକୁ ଅଣ୍ଡା ଦେବେ ନା ମାଛ ମାନେ ହଁ। ସେ ତାଙ୍କର କେତେ ମାଇ ଅଛନ୍ତି କେତେ ଅଣ୍ଡିଆ ଅଛନ୍ତି ସେଟା ସବୁ ଗଣାଗଣି କରୁଛନ୍ତି ଓହୋ। ତାପରେ ଏଇ ଯୋଉ ତମେ ଯୋଉ ବିପିଏଲ ଚାଉଳ ପାଉଛ ଆଜ୍ଞା ଆଜ୍ଞା। ତାକୁ ସବୁ ଗଣୁଛି କିଏ କି ସେଇ ଭକ୍ତମାନେ ଆଉ ଲୋ ବାପ। ସେ ସବୁ କାର୍ଯ୍ୟରେ ଲାଗିଛନ୍ତି ତମେ ଚିନ୍ତା କରେନି ତମେ ଯୋଉ କାମ ପାଇଁ ଆସିଛ ମୁଁ ସେ କାମଟାକୁ ସଫଳ କରିବି ଆଉ ଭୂତମାନେ ବି ଚାକିରି କରିଛନ୍ତି ଶୁଣିକି ବହୁତ ଖୁସି ଲାଗିଲା ସ୍ୱାମୀଜୀ ତମ ଭଏସଟା କ'ଣ ପାଇଁ ଏମିତି ଶୁଭୁଛି ତମ ଭଏସଟା ମା ପେଟରୁ ନା ବାହାରୁ ନା ନା ସେଟା ମୋର ମେନ୍ କଥା ମା ପେଟରେ ଭଲ ଥିଲା ହଠାତ୍ ମୋର ମଦର ବୋର୍ଡଟା ଖରାପ ହେଇଗଲା ଓ ମଦର କଣ? ମଦର ବୋର୍ଡ ଖରାପ ହେଇଯିବା ଫଳରେ ଭଏସଟା ଠେଲୁଛି ଏ ଆଉ ହୁଙ୍କା ଯେତେବେଳେ ହେଲେ ମଦର ବୋର୍ଡ ଖରାପ ହେଲା। ଠେଲୁଛି ଆଉ ବସ ତମେ ଏଠିକି ଆସିଛ ଅନେକ ସଂଘର୍ଷ କଲା ପରେ ତମର ପିଲାପିଲି ହଉନି ଏଇଥିପାଇଁ ତମେ ଆଇଛ ନା କ'ଣ ମାଇ ପିଲା ହଁ ସ୍ୱାମୀଜୀ ଯେତେ ସଂଘର୍ଷ କଲେ କ'ଣ ହବ ଇଏ ତ ମୂଳରୁ ନିଗିଡ଼ା କାଠ ରସ ଥିଲେ ସିନା ଫଳ ଫଳିବ ଶଳା ଭଜା କିଛି ନାହିଁ। ମାଗିନିଆ। ଶଳା ସ୍ୱାମୀଜୀଙ୍କ ଆଗରେ ମୋ ଇଜ୍ଜତ ମହତ ପାଣି ପୁରଉ ମୋର ଆଉ ଧନା ଦୋଳି ଏମିତି କହୁନି ଆରକଡ଼ା ବୁଝିଲ ମୂଳରୁ ଅଣକରସା ମୋର ତ କହୁଛି ମୁଁ ଏବେ ପୁଅର ବାପା ଏଇଠି କୃଷ୍ଣ ଦାନ ଗଜା ହେଲାଣି ନା ଅଣପୁରୁଷା ବାପା ହେଲାଣି ସବୁ ସେଇ ବିହନର ଦୋଷ ଭାଇ କି ମୋ ସବୁ ନେଇକି ମୋ ବିହନକୁ ନେଇଯିବୁ ଏଇଟା ବାସୁମତୀ ବିହନ ହଳଦୀ ଗୁଣ୍ଡି ହେଇଥିବ ନା ଫାଳେ ପକେଇ ଦେବୁ 2-3 ମାନେ ଖାବ ହଁ ଜଣା କୋଉଠୁ ଠେଙ୍ଗ ନୁଣି ଚନା ଜମି ନେଇକି ଯାଇକି ଶଳା ବିହନ କୁଡ଼ିଲା ବେଳକୁ ଶଳା ଗଦା ମରୁଡ଼ି ହେଇଯିବ ମୂଳରୁ ହଉନି ଶଳା ସେଇ ଜମିର ଦୋଷ। ଏଇଠି କାଜି ମୋର ହାଡ଼ ଅଛି କିଏ ନ ଜାଣିଛି ବା ମୁଁ କଷି ବେଳେ କେତେ ଡଷ୍ଟବିନରେ ଫିଙ୍ଗି ଦେଇଛି ହଁ ବସ ବାବା ବସ ମକୁନ୍ଦା ସେ ଭୁଲ କହୁନି ଆଉ କାହିଁକିନା ସେ ବାବାଙ୍କ କତିକି ଆଜି ସତ ମାନିଯିବ ପାଟୁ ବାହାରିଗଲା ହଁ ବାହାରିଯିବ କ'ଣ ସେ ତ ସବୁ ଅଟୋମେଟିକ୍ ମୋ ସାମ୍ନାକୁ କହିଲେ ସବୁ ଫାସ୍ ଫାସ୍ ବାହାରିଯିବ ବାବା ବାବା ଛୁଆ ଏବେ ଯୋଉ ତାର ଅଭିଆଣୀ ବେଳୁ ବହୁତ ସେ କଲେକ୍ସନ୍ କରିକି କୋଲ୍ଡ ଷ୍ଟୋରରେ ରଖିଛି ବାବା ହଁ ବାପା ଜାଣି ମୁଁ କ'ଣ ଆଉ ବାପା ହେଇପାରିବି ହବ ହବ ବାପା ହବନି ହଙ୍କେଶ୍ୱର ସ୍ୱାମୀ ପାଖକୁ ଏଇ ଯୋଉ ହବ ନେଇ ହବ ନେଇ କିଏ କହୁଛି ଗାଡ଼ି ନ ହଉଛି କ'ଣ ଶୁଣ ବାପା ମୋ ପାଖରୁ ବିଭୂତି ନେଇକି ଗୋଟେ 103 ବର୍ଷର ବୁଢ଼ୀ ଏବେ ମା ଛୁଆ ଜନ୍ମ କରୁଛି ତା 21କୁ ନିମନ୍ତ୍ରଣ କରିଥିଲା ମତେ ଟାଇମ୍ ହେଲାନି ମୁଁ ଯାଇପାରିଲି ଆଉ ନିଆଁ ଲଗେଇ ଦେଇକି ରଖିଦବା ଶୁଣ କଥାଟା ୟା ପରେ ଯୋଉ ଗୋଟେ 103 ବର୍ଷର ବୁଢ଼ା 98 ବର୍ଷର ବୁଢ଼ୀ ତା ସବୁ ନାତି ନାତୁଣୀ ତାକୁ ଟାହି କଲେ କହିଲେ ତମର ଆଉ ହବନି ବୁଢ଼ା ରାଗିଗଲା କହିଲା କ'ଣ ହବ ନାଇଁ ବୁଢ଼ୀକି ଶିଖେଇଲା ଆଉ ବୁଢ଼ୀ ଶିଖେଇଲା ତ ବୁଢ଼ୀ ସେଠୁ ତମ୍ପାଇଲା କହିଲା କ'ଣ ଆମ ଏତେ ଖରାପ ଆମର ହବ ନାଇଁ ଆଉ ସେଠୁ ସଂଘର୍ଷ କଲେ ଆଉ ସଂଘର୍ଷ କଲା ପରେ ସେଠୁ ବୁଢ଼ୀ 2ଟା ଛୁଆ ଜନ୍ମ କଲା ଯେ ବାପା ଜନ୍ମ କରୁ କରୁ ବେଉ ବେଉ ମରିଗଲା ହେଇଥିଲା ନା ପ୍ରେସର ସମ୍ଭାଳି ପାରିଲେ ମରିଗଲା କିନ୍ତୁ ସେ ନେଇକି ତାକୁ ଜୁଇରେ ଶୋଇକି ଯେତେବେଳେ ନିଆଁ ଲଗେଇ ଦେଇଛନ୍ତି ବାବା ଫଟ ଫାଟ 2ଟା ଛୁଆ ପଦାକୁ ପଳେଇ ଯାଇଥିଲେ ସେ ଛୁଆ ହେଇଗଲେଣି 3 ବର୍ଷ 3.5 ବର୍ଷ ବୁଢ଼ୀ ବହୁତ ପୁଣ୍ୟବତୀ ନାରୀ ଆଉ 98 ବର୍ଷର ଛୁଆ ଜନ୍ମ କରିଛି ଇଏ ଛୁଆଟା ୟାର କ'ଣ ହେଇଛି ଇଏ ବା ଆହୁରି ପାଖାପାଖି 50-60 ବର୍ଷ ବେଇବ ମୁଁ ବାଂଲାଦେଶ ତିଆରି କରିପାରିବି ନା ସେଇ ଖୁସିରେ ଆପଣଙ୍କ କଣ୍ଠରେ ଉପରେ ଗୀତ ଶୁଣିବାକୁ ଚାହୁଁଛି ଏଇ ମତେ ତା ଦେହରେ ପୁରା ମୋ ଦେହ ଭଲ ନାହିଁ ବାବା ମତେ ଟିକେ ଦିଅନ୍ତୁ ବାବା ମୁଁ ଯେମିତି ବିଭୂତି ନେ ବାବା ବିଭୂତି ନେ ପାଇଦବୁ ଏକାଥରେ ସାଇଜ ହେଇଯିବ ନାଇଁ ନେଇ ଆସ ଆମେ କ୍ରିକେଟ ଟିମ୍ କରିବା ନେଇ ଆସ ଗୋଟାଏ କ୍ରିକେଟ ଟିମ୍ କରିଦେବା ହଁ ଗୋଟାଏ ହଉନି ଏଇଥରକ 64 ବର୍ଷ କ୍ରିକେଟ ବାପା ତଳେ ପକେଇବୁନି ବିଭୂତି ଯୋଉଠି ପଡିବ ସେଠି ଛୁଆ ହବ ବାପା କୋଶଳା ଶାଗ ମଞ୍ଜି ଯା ମୋ ବିଭୂତି ସେଇଆ କେମିତି ଲାଗୁଛି ବାପା ବାବା ପ୍ରକୃତରେ ବିଭୂତିର ଖରାମତି ଅଛି ଜଣା ପଡିଗଲା ଏ କାଗଜଟା ପାଣିରେ ପକେଇ ଦେଇ ବାବା ନହେଲେ ଅସୁବିଧା ହେଇଯିବ ବାବା ମୋ ପେଟଟା କ'ଣ ଗୁନ୍ଦାଳି ହେଲାଣି ବିଭୂତିର କାମ ବାପା ତାମାନେ ଇଏ ଛୁଆ କାହାର ହବ ତୋରି ତୁ ନିଜେ କହିଲୁ ସେ
ଜମିର ଦୋଷ ମୁଁ କହିଲି ଏ ଜମିଟା କେମିତି ଅଛି ଦେଖିବା ଟିକେ ପକେଇଦବା ଇଏ ବାବା ମୋ ପେଟରେ ଶିଳୁ ପୁଅ ଷୋଳ ଖାଇଲାରୁ ମା କଳିଆକି ଶୋଇପଡ଼ ବାପା ତମେ ସେଟା ଖୁସି ହଉଛ ମୋ ପେଳେ ସରବତ ବୁଢା ଯଦି ଜାଣିନବ କଣ ବୁଢା ଜାଣି ଦଉଛି ବୁଢା ମତେ ମୁଁ କଣ ପାଟିଟା ଖରାପ କରୁଛ ବାବାଡି ଚଢିଗଲ ବାବାଡି ଚଢିଗଲ ଆଉ ଘରେ ଦେଖିଲେ ବେଶୀ ଚଢିଗଲି କୋଉଠି ଚଢିଗଲି ହେଲେ ମୋ ଧନ ଉପରେ ଚଢିଗଲି ବୁଢା ତା ଲାଟିନରେ ଥାଉ ଆମେ ଚାଲୁ ଚଢି ଯାଇଛ ଏଇ ବାବୁ ବାବୁ ଛାତ ପକେଇଥାନ୍ତି ଦି କୁଇଣ୍ଟାଲ ରଡ ସର୍ଟ ହଉଛି ଟଙ୍କା 20,000 ସାହାଯ୍ୟ କରନ୍ତୁ ଟଙ୍କା 20,000 ଚଢି ହେଇଛି ଦେଇଦେବି ଆଉ ଚଢିଗଲା ଟଙ୍କା ବାବା କୁଆଡେ ଗଲେ କି ବାବା ଯୋଉ ଗେରୁଆ ବସ୍ତ୍ର ପିନ୍ଧିବେ ମାଙ୍କୁ ସାଙ୍ଗ ନେଇ ଗଲେ କଣ ଅଶୋକ ବନରେ ମୂଳା ଦେବେ ଏଇ କଣ ବିଭୂତି ଦେବେ ମତେ ବିଭୂତି ଖୋଇକିରି ମୋ ପେଟରେ ଶିଳୁ ପୁଆ ବୁଲେଇଲା ଆପଣ ବିଭୂତି ଖାଇଛନ୍ତି ମତେ ବିଭୂତି ଦେଇଦେଲା ମୋ ବାପା ସେ ତାକୁ ନେଇଗଲା ମୁଁ ହେଇ ଆଜ୍ଞା ଏ ତ ସେଇ ଆଖି ସେଇ ନାକ ସେଇ ପାଟି ମୋରି ସେଇ ଏଇ ତୁ ସତରେ କହିଲୁ ତୁ କିଏ ତୁ ମୋ ଭାଇ ପରା ତା ଭାଇ ବାବୁ ଆପଣ ଟିକେ ହିଷ୍ଟ୍ରି ଟାଇପ ହେଇଗଲେ ନା 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 ଆପଣ କଣ ଗୋଟେ ବାରମ୍ବାର ମୁଁ ଆପଣଙ୍କୁ ଚାକିରି କଲି ବୋଲି ମୋ ସ୍ତ୍ରୀ ଆପଣ ସ୍ତ୍ରୀ ବାରମ୍ବାର କାହିଁ କହୁଛନ୍ତି ବେମାର ହେଇଗଲାଣି ରୋଗ ହେଇଗଲାଣି ହିଷ୍ଟ୍ରି ହେଇଗଲାଣି ଛୋଟ ପିଲା ଭଳିଆ ତାର ନାଗିବ ତ ଟାଇମ ଅଛି ନା ଆଉ ନାଗିବା ଟାଇମ ଛୋ ମା ଏଇ ସବୁ ଜାଗାରେ ସେ ନାଗିବ ହଁ ନା ଏଇ ଶଳା ବୋଜାତ ମାଇକି ନା ଏଇ ତୁ ମୁଁ ତା ମାରିବା ଗାଡି ଅଭାବ ହେଇଛି ତୁ ମାଲିକ ମୋ ମାଇପ କରିବୁ ମାଲିକକୁ ଅପମାନନା କର ନା ଶଳା କି ମାର ମାଇଲା ବେ ଏ ଶଳା ସତରେ କାହା ମାଇବ ଏଇଟା ମୋ ମାଇବ ନା ତା ମାଇବ ମୁଁ କିଛି ବୁଝିପାରୁନି ଶଳା ସେଇ ଆଖି ସେଇ ନାକ ସେଇ ପାଟି ସେଇ ସବୁ ନା ଶଳା ମୁଁ ଭ୍ରମରେ ପଡ଼ିଯାଇଛି ନା ଏ ଶଳା ବାର୍ଦ୍ଧକ୍ୟତା ଗ୍ରାସ କଲେ ଶଳା କୋଷି କାକୁଡ଼ି ଉଣ୍ଡାଲେ ପରିସ୍ଥିତି ଏମିତିଆ ହଲେ ଶଳା ମାଡ଼ ଖାଇକିରି ଆଖି ଫାଖି ଫଟେଇବାକୁ ପଡ଼େ ଆଉ